ନୟାଗଡ଼ରେ ଖୋଲିଲା ବିପି ଚେସ୍ ଏକାଡେମୀ। ନୟାଗଡ଼ ପୌରାଞ୍ଚଳରେ ଚେସ୍ ଖେଳାଳୀମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଥମ ଥର ପାଇଁ ସ୍ଥାପିତ ଏକ ଚେସ୍ ଏକାଡେମୀ ଆଜି ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି। ନୟାଗଡ଼ ଟାଉନ୍ ଷ୍ଟେସନ ରୋଡରେ ଥିବା ଫିଟନେସ୍ ପ୍ଲାନେଟ୍ ନିକଟରେ ଅବସ୍ଥିତ ଏହି ଚେସ୍ ଏକାଡେମୀକୁ ଓଡ଼ିଶା ଚେସ୍ ଆସୋସିଏସନ୍ ସମ୍ପାଦକ ଇଞ୍ଜିନିୟର ଦେବବ୍ରତ ଭଟ୍ଟ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚେସ୍ ଆସୋସିଏସନ୍ ସମ୍ପାଦକ ଲକ୍ଷ୍ମୀଧର ସାହୁ, ରାଜ୍ୟ ଚେସ୍ ଆସୋସିଏସନ୍ କାର୍ଯ୍ୟକାରିଣୀ କମିଟି ସଦସ୍ୟ ରିତେଶ ରଥ, ପୂର୍ବତନ ସଭାପତି ଶ୍ରୀଧର ସାହୁ, ସଦସ୍ୟ ବିଶ୍ୱରଞ୍ଜନ ଦାସ ତଥା ଚେସ୍ ଏକାଡେମୀର ନିର୍ଦ୍ଦେଶକ ବାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚେସ୍ ଖେଳ ଶିଖିବା ତଥା ବିଭିନ୍ନ ବର୍ଗର ଚେସ୍ ଖେଳାଳୀମାନେ ଏଠାରୁ ପ୍ରଶିକ୍ଷଣ ଗ୍ରହଣ କରି ନିଜକୁ ଜଣେ ଜଣେ ଭଲ ଖେଳାଳୀ ଭାବେ ଗଢ଼ି ତୋଳିବା ପାଇଁ ଏହି ଏକାଡେମୀ ବେଶ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପୋଷଣ କରିଥିଲେ। ବିପି ଚେସ୍ ଏକାଡେମୀ ନାମରେ ନାମିତ ଏହି ଚେସ୍ ପ୍ରଶିକ୍ଷଣ କେନ୍ଦ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଟ କୋଚ୍ମାନେ ଆସି ପ୍ରଶିକ୍ଷଣ ଦେବେ ବୋଲି ଜଣାପଡ଼ିଛି। ଏହି ଚେସ୍ ଏକାଡେମୀର ଆଡମିସନ୍ କରି ପ୍ରଶିକ୍ଷଣ ନେବା ପାଇଁ ନିର୍ଦ୍ଦେଶକଙ୍କ ମୋବାଇଲ ନମ୍ବର 8637202898ରେ ଯୋଗାଯୋଗ କରି ସବିଶେଷ ତଥ୍ୟ ଜାଣିବା ପାଇଁ ଏକାଡେମୀ ପକ୍ଷରୁ କୁହାଯାଇଛି।